ଶୁଣ ଆଜିଠୁ ଏଇ ପାର୍କ ସମସ୍ତଙ୍କ ପାଇଁ ଖୋଲା ଗଲା। ସମସ୍ତେ ଏଇ ପାର୍କର ଯତ୍ନ ନବ, ବୁଝିଲ? ଭଲ ହେଲା, ଗାଁରେ ଗୋଟେ ପାର୍କ ହେଲା। ସକାଳୁ ସକାଳୁ ଆମେ ସବୁ ସାଙ୍ଗ ଭଲସେ ଏଠି ଖଟି କରିପାରିବା। ଆଉ ବ୍ୟାୟାମ କରିକି ତା ପେଟ ବି କମିଯିବ ହେଲା। ଆରେ ସାଙ୍ଗମାନେ ଆଜି 4ଟା ବେଳେ ପଡିଆକୁ ନ ଯାଇ ଚାଲ ଯିବା ପାର୍କରେ ଖେଳିବା। ହଁ ଆମେ ତ କେବେଠୁ ରେଡି ଅଛୁ, ଖାଲି ସ୍କୁଲ ଛୁଟି ହେଲେ ଦୌଡ଼ିବୁ। ବାପା ଏଇଟା ତ ଆମ ମାନଙ୍କର ଖେଳିବା ଜାଗା, ଆଉ ତମେ ମାନେ ଏଠି କଣ କରୁଛ? ଆମ ପିଲା ବେଳେ ଏମିତିଆ ପାର୍କ ନଥିଲା ରେ ବାପା, ସେଇଥିପାଇଁ ଏଠି ଖେଳୁଛୁ ଆଉ। ଦୋଳିଟେ ଖୁସି ଖେଳିବାକୁ ହେଇଛି, ତମେ ଖେଳିଲେ ଦୋଳି ଛିଡିଯିବ। ତୁ କିଛି ଜାଣିନୁ, ଦୋଳି ଛିଡିବନି। ଦେଖୁନୁ ଲୁହାର ତିଆରି ହେଇଛି। ସରକାରୀ ପାର୍କ ବୋଲି ଠିକ ସରକାର ଭଳିଆ କାମ କରିଛି। ବସୁ ବସୁ ଓଲଟିକି ଛିଡି ଯାଉଛି। ଆସରେ ମାତିଆ, ଆମେ ଟିକେ ତଳ ଉପର ହେଇ ଖେଳିବା। ଦେଖୁଛ ପାର୍କ ଭିତରେ କେତେ ମଦ ବୋତଲ ଆଉ ଚିକେନ ହାଡ ସବୁ ପଡିଛି। ଆରେ ଜଟିଆ, ଏ ପାର୍କକୁ ବି ମଧୁଆଡା ଆସି ଆଡା ବନେଇଲେଣି ରେ ବାପା। କିନ୍ତୁ ତମେ ଦିଟା ଏତେ ପାର୍କ ଆସି କଣ କରୁଥିଲ? ଆଉ ଏ 3 ନମ୍ବରଟା ତମ ସାଙ୍ଗରେ କିଏ? ସେ ଚଦର ମୁହଁରୁ କାଇଁ ବାହାର କରୁନି?